ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଦେବପୁର ନିକଟରେ ଭାଙ୍ଗିଗଲା ରେତ ଡ୍ୟାମ୍ର ମୁଖ୍ୟ କେନାଲ, ବୁଡ଼ିଗଲା ଚାଷ ଜମି। କଳାହାଣ୍ଡି ଜିଲ୍ଲାରେ ଗତ 2-3 ଦିନର ଲଗାଣ ବର୍ଷା ଫଳରେ ରେତ ଡ୍ୟାମ୍ ଦ୍ୱାରା ନିର୍ମିତ ହୋଇଥିବା କେନାଲର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରେତ ଡ୍ୟାମ୍ରୁ ଆସିଥିବା ଦେବପୁର ନିକଟରେ ମୁଖ୍ୟ କେନାଲ ଭାଙ୍ଗି 60 ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଜଳମଗ୍ନ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ରେତ ଜଳସେଚନ ପ୍ରକଳ୍ପ ଦ୍ୱାରା ନିର୍ମାଣ କରାଯାଇଥିବା ଏହି କେନାଲରେ ପ୍ରବଳ ପାଣି ଯୋଗୁଁ 20 ଫୁଟର ଏକ ଘାଇ ସୃଷ୍ଟି ହୋଇଥିଲା, ଯାହାଫଳରେ କେନାଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ଚାଷ ଜମିରେ ଜଳମଗ୍ନ ହୋଇଯାଇଛି। ଏନେଇ କ'ଣ କହୁଛନ୍ତି ସ୍ଥାନୀୟ ଚାଷୀ, ଆସନ୍ତୁ ଶୁଣିବା। लोन बाड़ कर चाष करूँ एवं तो बर्तमान केनालटा फारी जाइए मोर माई किना सुना बना मुझे बंधा करे ई खेत मन देवे ना तो नहीं छाड़ू आज आम भी ताले मोर 4-4टा कुटुंब फसी गले कि नहीं। एटा तो आज्ञा चली आज आज बिसरे काली बिसरे बड़े पानी बढ़ी बढ़ी तो फारी गला आज्ञा सकाले 6टा आड़के हाँ तापर तो पूरा बढ़ी गला एवं भागी चाष आम केमती करमु आमको तो दरकार ना फसी गले कि नहीं मोर माई किना सोना बना मुझे बंधा कर मुझे केमती कर सुझबी एवं केमती करी ତେବେ ତୁରନ୍ତ କେନାଲ ମରାମତି କରିବା ସହିତ ଚାଷୀମାନଙ୍କ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିକୁ ଆକଳନ କରି କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।